हेलो ସାଙ୍ଗମାନେ ମୁଁ ଆଜି ରାଜେଶ କୁମାର ଦାସ ଆଜି ଆମେ ଦଶମ ଶ୍ରେଣୀର ଇତିହାସର ପ୍ରଥମ ଅଧ୍ୟାୟର ପ୍ରଥମ ପାଠ ଯାହା ନାଁ ହେଉଛି ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀଜୀଙ୍କର ଆହ୍ୱାନ। ତ ବାରମ୍ବାର ପରୀକ୍ଷାରେ ଆସୁଥିବା ବିଭିନ୍ନ ପ୍ରକାର MCQ ଆଜି ଆମେ ଆଲୋଚନା କରିବା, ଯେଉଁଥିରେ କି ପ୍ରଥମ କ୍ୱେଶ୍ଚନ୍ ହେଉଛି ପୋରବନ୍ଦର କେଉଁ ରାଜ୍ୟରେ ଅବସ୍ଥିତ? ମେନ୍ଲି ପୋରବନ୍ଦର ଗୁଜରାଟ ରାଜ୍ୟରେ ଅବସ୍ଥିତ। ସେକେଣ୍ଡ କ୍ୱେଶ୍ଚନ୍ ହେଉଛି ଗାନ୍ଧୀଜୀ କେବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ? ଗାନ୍ଧୀଜୀ 1891 ମସିହାରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ଗାନ୍ଧୀଜୀ କେଉଁ ଉଦ୍ଦେଶ୍ୟରେ ଦକ୍ଷିଣ ଆଫ୍ରିକା ଯାଇଥିଲେ? ଗାନ୍ଧୀଜୀ ମୋକଦ୍ଦମା ଲଢ଼ିବା ଉଦ୍ଦେଶ୍ୟରେ ଦକ୍ଷିଣ ଆଫ୍ରିକା ଯାଇଥିଲେ ଏବଂ ଏହି ଗୋଟିଏ ମୁସଲମାନ ଯାହାର ନାଁ ଥିଲା ଦାଦା ଅବଦୁଲ୍ଲା, ତାହାର ମୋକଦ୍ଦମା ଲଢ଼ିବା ପାଇଁ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ। ଦକ୍ଷିଣ ଆଫ୍ରିକାରେ କେଉଁମାନଙ୍କର ନିର୍ବାଚନ ଦେବାକୁ ପଡ଼ୁଥିଲା? ଏଣିକି ଭାରତୀୟମାନଙ୍କୁ ସେମାନେ ନିର୍ବାଚନ ଦେବାକୁ ପଡ଼ୁଥିଲା। ଦାଦା ଅବଦୁଲ୍ଲା କିଏ? ଦାଦା ଅବଦୁଲ୍ଲା ହେଉଛନ୍ତି ଜଣେ ଭାରତୀୟ ବ୍ୟବସାୟୀ। ବୈଶାଖ ପର୍ବ କେଉଁ ସମ୍ପ୍ରଦାୟର? ବୈଶାଖ ପର୍ବ ହେଉଛି ଆମର ହିନ୍ଦୁ ସମ୍ପ୍ରଦାୟର। କେବେ ଦେଶାନ୍ତର ଗମନ ନିଷେଧ ଆଇନ ପ୍ରଣୟନ କରାଯାଇଥିଲା? 1908 ମସିହାରେ ଦେଶାନ୍ତର ଗମନ ନିଷେଧ ଆଇନ ପ୍ରଣୟନ କରାଯାଇଥିଲା। 8 ନମ୍ବର କ୍ୱେଶ୍ଚନ୍ ହେଉଛି ଅହମଦ ମିଲ୍ ଆନ୍ଦୋଳନ ସମୟରେ ଶ୍ରମିକମାନଙ୍କ ମଜୁରୀ ଶତକଡ଼ା କେତେ ଭାଗ ବୃଦ୍ଧି ଘୋଷଣା କରାଯାଇଥିଲା? 20 ଭାଗ ବୃଦ୍ଧି ଘୋଷଣା କରାଯାଇଥିଲା। 9 ନମ୍ବର କ୍ୱେଶ୍ଚନ୍ ଗାନ୍ଧୀଜୀ ବାରିଷ୍ଟରୀ ପାଠ ପଢ଼ିବା ପାଇଁ କେଉଁଠାକୁ ଯାଇଥିଲେ? ଗାନ୍ଧୀଜୀ ବାରିଷ୍ଟରୀ ପାଠ ପଢ଼ିବା ପାଇଁ ଇଂଲଣ୍ଡକୁ ଯାଇଥିଲେ। 10 ନମ୍ବର କ୍ୱେଶ୍ଚନ୍ ହେଉଛି ଗାନ୍ଧୀଜୀ କେଉଁଠାରେ ପ୍ରଥମେ ବାରିଷ୍ଟର ପାଠ ଭାବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ? ବମ୍ବେ ଓ ରାଜକୋଟରେ ଗାନ୍ଧୀଜୀ ପ୍ରଥମ ଥର ବାରିଷ୍ଟରୀ ଭାବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ନେକ୍ସଟ କ୍ୱେଶ୍ଚନ୍ ହେଉଛି ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ? ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର ନାଟାଲ ସ୍ଥାନକୁ ସେ ଯାଇଥିଲେ। ଆଇନ ଶିକ୍ଷା ସମାପ୍ତ ପରେ ଗାନ୍ଧୀଜୀ କେବେ ଭାରତକୁ ଫେରିଥିଲେ? ଆଇନ ବ୍ୟବସ୍ଥା ସମୟରେ ଗାନ୍ଧୀଜୀ 1891 ମସିହାରେ ସେ ଭାରତକୁ ଫେରିଥିଲେ। ଗାନ୍ଧୀଜୀ କେବେ ଦକ୍ଷିଣ ଆଫ୍ରିକାରେ ଭାରତୀୟ ନାଟାଲ କଂଗ୍ରେସ ଗଠନ କରିଥିଲେ? ଗାନ୍ଧୀଜୀ ଭାରତରେ 1894 ମସିହାରେ ସେ ନାଟାଲ କଂଗ୍ରେସ ଗଠନ କରିଥିଲେ। କିଏ ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ? ମହାତ୍ମା ଗାନ୍ଧୀ କ'ଣ କରିଥିଲେ? ଏକ ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ସମ୍ବାଦପତ୍ର ସେ ପ୍ରକାଶ କରିଥିଲେ। ଇଣ୍ଡିଆନ୍ ଓପିନିଅନ୍ ପତ୍ରିକା କେଉଁଠାରୁ ପ୍ରକାଶ ପାଇଥିଲା? ଇଣ୍ଡିଆନ୍ ଓପିନିଅନ୍ ପତ୍ରିକା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ସମୟରେ ଥିଲା ସମୟରେ ସେ ଏହି ଆମର ଇଣ୍ଡିଆନ୍ ଓପିନିଅନ୍ ପତ୍ରିକାକୁ ସେ ପ୍ରକାଶ କରିଥିଲେ। ଗାନ୍ଧୀଜୀ କେଉଁଠାରେ ପ୍ରଥମ ସତ୍ୟାଗ୍ରହ ଆରମ୍ଭ କରିଥିଲେ? ଗାନ୍ଧୀଜୀ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ପ୍ରଥମେ ଆରମ୍ଭ କରିଥିଲେ, ଯେଉଁ ସମୟରେ କି ସେ ଦାଦା ଅବଦୁଲ୍ଲାର କେସ୍ ଲଢ଼ିବା ପାଇଁ ଯେତେବେଳେ ସେ ଦକ୍ଷିଣ ଆଫ୍ରିକାର ଗସ୍ତରେ ଥିଲେ, ସେହି ସମୟରେ ସେ ଦେଖିଥିଲେ କି ନା ଭାରତୀୟମାନଙ୍କୁ ବହୁତ ନିର୍ଯାତନା ଦିଆଯାଉଛି ଏବଂ ସେ ଭାରତୀୟମାନଙ୍କ ବିରୁଦ୍ଧରେ ସେଠାରେ ସେ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହର ଆରମ୍ଭ କରିଥିଲେ। ଦକ୍ଷିଣ ଆଫ୍ରିକାରେ କଳା ବୈଷମ୍ୟ ନୀତି ଥିଲା, ଯେଉଁଥିରେ କି ଯେଉଁମାନଙ୍କ ରଙ୍ଗ କଳା ଥିଲା ସେମାନଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଚାର କରାଯାଉଥିଲା। ତ ତାହାର ଏଗେନଷ୍ଟ ବା ତାହାର ବିରୁଦ୍ଧରେ ଗାନ୍ଧୀଜୀ ସେଠାରେ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ। 16 ନମ୍ବର କ୍ୱେଶ୍ଚନ୍ ଦେଶାନ୍ତର ଗମନ ନିଷେଧ ବିରୋଧରେ ଆନ୍ଦୋଳନ କରି ଗାନ୍ଧୀଜୀ କେବେ ଗିରଫ ହୋଇଥିଲେ? ଦେଶାନ୍ତର ଗମନ ନିଷେଧ ଆଇନ ବିରୁଦ୍ଧରେ ଆନ୍ଦୋଳନ କରି ଗାନ୍ଧୀଜୀ 1908 ଅକ୍ଟୋବର ମାସରେ ସେ ଗିରଫ ହୋଇଥିଲେ। 1908 ମସିହା ଅଗଷ୍ଟରେ ଦେଶାନ୍ତର ଗମନ ନିଷେଧ ଆଇନକୁ ବିରୋଧ କରି କେଉଁମାନେ ଗିରଫ ହୋଇଥିଲେ? ଭାରତୀୟମାନେ ଗିରଫ ହୋଇଥିଲେ। ବାରିଷ୍ଟରୀ ପାଠ ପଢ଼ିବା ପାଇଁ ଗାନ୍ଧୀଜୀ କେବେ ଇଂଲଣ୍ଡ ଯାତ୍ରା କରିଥିଲେ? 1888 ମସିହାରେ ଗାନ୍ଧୀଜୀ ବାରିଷ୍ଟରୀ ପାଠ ପଢ଼ିବା ପାଇଁ ସେ ଇଂଲଣ୍ଡକୁ ଯାତ୍ରା କରିଥିଲେ। ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକା ଯାତ୍ରା କଲା ପରେ ସେଠାରେ କେଉଁ ନୀତିର ପ୍ରଚଳନ ଥିଲା? ବର୍ଣ୍ଣ ବୈଷମ୍ୟ ନୀତିର ପ୍ରଚଳନ ଥିଲା। ବର୍ଣ୍ଣ ବୈଷମ୍ୟ ନୀତି କହିଲେ ଯେଉଁଠାରେ କି ରଙ୍ଗର ଭେଦଭାବ ସୃଷ୍ଟି ହୋଇଥାଏ ତାକୁ ବର୍ଣ୍ଣ ବୈଷମ୍ୟ ନୀତି ବୋଲି କୁହାଯାଏ। ଯେଉଁଥିରେ ଧଳା କଳାର ରଙ୍ଗକୁ ନେଇକିରି ବୈଷମ୍ୟ ବା ଡିଫରେନ୍ସ ତାହାକେ ବର୍ଣ୍ଣ ବୈଷମ୍ୟ ନୀତି ବୋଲି କୁହାଯାଏ। 21 ନମ୍ବର କ୍ୱେଶ୍ଚନ୍ ହେଉଛି ଗାନ୍ଧୀଜୀ କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ? ଗାନ୍ଧୀଜୀ ଗୁଜରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। କେବେ ମହାତ୍ମା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ? ମହାତ୍ମା ଗାନ୍ଧୀ 1869 ମସିହା ଅକ୍ଟୋବର ମାସ 2 ତାରିଖରେ ଜନ୍ମଗ୍ରହଣ କରିଥିଲେ। 23 ନମ୍ବର କ୍ୱେଶ୍ଚନ୍ ହେଉଛି 1888 ମସିହାରେ କ'ଣ ପାଇଁ ଗାନ୍ଧୀ ଇଂଲଣ୍ଡ ଯାତ୍ରା କରିଥିଲେ? 1888 ମସିହାରେ ଗାନ୍ଧୀଜୀ ବାରିଷ୍ଟରୀ ପାଠ ପଢ଼ିବା ପାଇଁ ସେ କେଉଁଠୁ ଯାଇଥିଲେ? ଇଂଲଣ୍ଡକୁ ଯାଇଥିଲେ।
କେବେ ଗାନ୍ଧିଜୀ କସ୍ତୁରବାଙ୍କୁ ବିବାହ କରିଥିଲେ? ଗାନ୍ଧିଜୀ କସ୍ତୁରବାଙ୍କୁ 1882 ମସିହାରେ ବିବାହ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନରେ କିଏ ନେତୃତ୍ୱ ନେଇଥିଲେ? ଦକ୍ଷିଣ ଆଫ୍ରିକାରେ ଇଂରେଜମାନଙ୍କ ବିରୁଦ୍ଧରେ କିଏ ଆନ୍ଦୋଳନ ନେଇଥିଲେ? ମହାତ୍ମା ଗାନ୍ଧୀ ପ୍ରଥମ କରି ଇଂରେଜମାନଙ୍କ ବିରୁଦ୍ଧରେ କେଉଁଠାରେ? ଦକ୍ଷିଣ ଆଫ୍ରିକାରେ ସେ ନେତୃତ୍ୱ ନେଇଥିଲେ। 24 ନମ୍ବର କ୍ୱେଶ୍ଚନ୍ ହେଉଛି ଦକ୍ଷିଣ ଆଫ୍ରିକାର କେଉଁ କାରାଗାର ଗାନ୍ଧିଜୀଙ୍କୁ ବନ୍ଦୀ କରି ରଖାଯାଇଥିଲା? ଦକ୍ଷିଣ ଆଫ୍ରିକାରେ ଯେତେବେଳେ ସେ ଆନ୍ଦୋଳନ କରୁଥିଲେ ଇଂରେଜମାନଙ୍କ ବିରୁଦ୍ଧରେ ସେତେବେଳେ ଗାନ୍ଧୀଙ୍କୁ ଜୋହେନବର୍ଗ ବୋଲିକରି ଗୋଟିଏ କ'ଣ ଥିଲା କାରାଗାର, ସେଇ କାରାଗାର ଗାନ୍ଧିଜୀଙ୍କର ଆନ୍ଦୋଳନ ସମୟରେ ଦକ୍ଷିଣ ଆଫ୍ରିକାର ଶାସନ ମୁଖ୍ୟ କିଏ ଥିଲେ? ଗାନ୍ଧିଜୀଙ୍କର ଆନ୍ଦୋଳନ ସମୟରେ ଦକ୍ଷିଣ ଆଫ୍ରିକା ଶାସନ ମୁଖ୍ୟ କିଏ ଥିଲେ? ଜେନେରାଲ ସ୍ମୁଟସ୍ ମାନିକିରି ଥିଲେ। କେବେ ଗାନ୍ଧିଜୀ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ? ଗାନ୍ଧିଜୀ 1916 ମସିହାରେ ସେ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। କିଏ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ? ମହାତ୍ମା ଗାନ୍ଧୀ ସାବରମତୀ ନଦୀ କୂଳରେ ଗୋଟେ ଆଶ୍ରମ ପ୍ରତିଷ୍ଠା କରିଥିଲେ। କେଉଁଟି ଭାରତରେ ଗାନ୍ଧୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା? ଗାନ୍ଧୀ ପ୍ରଥମ କରି ଭାରତରେ ଚମ୍ପାରଣ ଆନ୍ଦୋଳନ ସେ ଆରମ୍ଭ କରିଥିଲେ ଏବଂ ଏହା ପୂର୍ବରୁ ସେ ସାଉଥ ଆଫ୍ରିକାରେ ବିଭିନ୍ନ ପ୍ରକାର ସତ୍ୟାଗ୍ରହ ଅନୁଷ୍ଠାନ ମଧ୍ୟ କରିଥିଲେ। ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ 1917 ଏପ୍ରିଲରେ ଗାନ୍ଧୀ କେଉଁଠାରେ ପହଞ୍ଚିଥିଲେ? ଚାଷୀମାନଙ୍କର ଅନୁଧ୍ୟାନ କରିବା ପାଇଁ ଗାନ୍ଧୀଜୀ 1917 କେଉଁଠି? ମୋତିହାରକୁ ସେ ପହଞ୍ଚିଥିଲେ। 32 ନମ୍ବର ଖେଡ଼ା ଆନ୍ଦୋଳନର ସଫଳତାରେ ପ୍ରଭାବିତ ହୋଇ ଗାନ୍ଧୀଙ୍କର ପ୍ରଥମ ଅନୁଗାମୀ କିଏ ହୋଇଥିଲେ? ବଲ୍ଲଭଭାଇ ପଟେଲ। କେଉଁଠାରେ 33 ନମ୍ବର କେଉଁଠାରେ ତିନିକାଠିଆ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା? ଚମ୍ପାରଣରେ ତିନିକାଠିଆ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା। କାହା ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀ ଚାଷୀମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରରେ ପହଞ୍ଚିଥିଲେ? ରାଜକୁମାର ଶୁକ୍ଳଙ୍କର ନିମନ୍ତ୍ରଣ କ୍ରମେ। ନିମ୍ନଲିଖିତ ମଧ୍ୟରୁ କିଏ ବା ରୂପେ ସମ୍ବୋଧିତ ହୋଇଥାନ୍ତି? ବା ବୋଲି ଏଥିରୁ କାହାକୁ କୁହାଯାଏ? କସ୍ତୁରବା ଗାନ୍ଧୀଙ୍କୁ ବା ବୋଲି ସମ୍ବୋଧନ କରାଯାଏ। କେଉଁମାନେ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟମାନଙ୍କ ଉପରେ ଅତ୍ୟାଚାର କରିଥିଲେ? ଇଂରେଜମାନେ। 37 ନମ୍ବର କ୍ୱେଶ୍ଚନ୍ ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ଭାରତୀୟମାନଙ୍କୁ ଇଂରେଜମାନେ କେଉଁ ନାମରେ ସମ୍ବୋଧନ କରୁଥିଲେ? କୁଲି ବୋଲି ସେମାନେ ତାଙ୍କୁ କହୁଥିଲେ। କିଏ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ? ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ? ମହାତ୍ମା ଗାନ୍ଧୀ 1869 ମସିହା ଅକ୍ଟୋବର ମାସ 2 ତାରିଖରେ ଜନ୍ମଗ୍ରହଣ କରିଥିଲେ। କେଉଁ ରାଜ୍ୟରେ ସେ ଜନ୍ମଗ୍ରହଣ କରିଥିଲେ? ଗୁଜରାଟର କେଉଁ ଜାଗାରେ? ଗୁଜରାଟର ପୋରବନ୍ଦର ସହରରେ ସେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ପତ୍ନୀଙ୍କ ନାମ କ'ଣ ଥିଲା? କସ୍ତୁରବା ବାଇ, ଯାହାକୁ ବା ବୋଲି ସମ୍ବୋଧନ କରାଯାଉଥିଲା। ନାଟାଲ ଭାରତୀୟ କଂଗ୍ରେସ କିଏ ଗଠନ କରିଥିଲେ? ମହାତ୍ମା ଗାନ୍ଧୀ କରିଥିଲେ। ଖ୍ରୀଷ୍ଟିଆନ ରୀତି ଅନୁସାରେ ପଞ୍ଜୀକରଣ ହୋଇନଥିବା ଭାରତୀୟମାନଙ୍କର ବିବାହର ସ୍ୱୀକୃତିକୁ ପ୍ରତ୍ୟାହାର ପାଇଁ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟ କେଉଁ ବର୍ଷକ ନିଷ୍ପତ୍ତି ଗ୍ରହଣ କରିଥିଲା? 1913ରେ ନ୍ୟାୟାଳୟ ଏହି ଖ୍ରୀଷ୍ଟିଆନ ରୀତି ଅନୁସାରେ ପଞ୍ଜୀକରଣ କରିବା ପାଇଁ ଭାରତୀୟମାନଙ୍କ ବିବାହ ସ୍ୱୀକୃତି କରିବାକୁ ପ୍ରତ୍ୟାହାର ପାଇଁ ଦକ୍ଷିଣ ଆଫ୍ରିକାରେ ଉଚ୍ଚତମ ନ୍ୟାୟାଳୟ 1913 ମସିହାରେ ନିଷ୍ପତ୍ତି ଗ୍ରହଣ କରିଥିଲା। 40 ନମ୍ବର କ୍ୱେଶ୍ଚନ୍ କେବେ ଦେଶାନ୍ତର ଗମନ ନିଷେଧ ବିରୋଧ କରି ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନେ ନାଟାଲ ସୀମା ପାର ହୋଇଥିଲେ? 1908 ଅଗଷ୍ଟ ମାସରେ। ପ୍ରତ୍ୟେକ ଭାରତୀୟ ନିଜର ଆଙ୍ଗୁଳି ଛାପ ଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ ପ୍ରଣୟନ କରିଥିଲେ? 1906 ମସିହାରେ। କିଏ ଗାନ୍ଧୀଜୀଙ୍କର ରାଜନୈତିକ ଗୁରୁ ଥିଲା? ଗୋପାଳକୃଷ୍ଣ ଗୋଖଲେ। କିଏ ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ? ରବୀନ୍ଦ୍ରନାଥ ଠାକୁର। 40 ନମ୍ବର କ୍ୱେଶ୍ଚନ୍ କେବେ ଗାନ୍ଧୀଜୀ ରାଉଲାତ ଆଇନ ବିରୁଦ୍ଧରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ? 1919 ମସିହା ଏପ୍ରିଲ ମାସ 18 ତାରିଖ ଦିନ। 1919 ମସିହା ଏପ୍ରିଲ ମାସ 13 ତାରିଖରେ ହିନ୍ଦୁ ନବବର୍ଷ ବା ବୈଶାଖ ଉତ୍ସବ ପାଳନ କରିବା ପାଇଁ ଲୋକମାନେ କେଉଁଠାରେ ଏକତ୍ରିତ ହୋଇଥିଲେ? ଜାଲିଆନାୱାଲାବାଗ ସ୍ଥାନରେ। କେଉଁ ଘଟଣାଟିର ପ୍ରତିବାଦ ସ୍ୱରୂପ ଗାନ୍ଧୀଜୀ ଇଂରେଜ ପ୍ରଦତ୍ତ କାଇଜର ଇ ହିନ୍ଦ ଉପାଧି ତ୍ୟାଗ କରିଥିଲେ? ଜାଲିଆନାୱାଲାବାଗ ହତ୍ୟାକାଣ୍ଡ, ଯେଉଁଠାରେ କି ଇଂରେଜମାନେ ଲୋକମାନଙ୍କୁ ଆଖି ବନ୍ଦ ଗୁଳିଚାଳନା କରିଥିଲେ। ଜାଲିଆନାୱାଲାବାଗ କେଉଁଠାରେ ଅବସ୍ଥିତ? ଅମୃତସରରେ ଅବସ୍ଥିତ।
ଅମୃତସର କେଉଁ ରାଜ୍ୟରେ ଅବସ୍ଥିତ? ଅମୃତସର ପଞ୍ଜାବରେ ଅବସ୍ଥିତ। ୟଙ୍ଗ ଇଣ୍ଡିଆ ପତ୍ରିକାର ସମ୍ପାଦକ କିଏ ଥିଲେ? ମହାତ୍ମା ଗାନ୍ଧୀ ଥିଲେ। କିଏ ଜାତିର ପିତା ଭାବେ ପରିଚିତ? ମହାତ୍ମା ଗାନ୍ଧୀ ଜାତିର ପିତା ଭାବେ ପରିଚିତ। ଆମ ଦେଶର ଜାତୀୟ ଫୁଲର ନାମ କ'ଣ? ପଦ୍ମ। ଜାତୀୟ ପଶୁ? ବାଘ। ବାଘର ପୂର୍ବରୁ କି ଜାତୀୟ ପଶୁ ସିଂହ ହିସାବରେ ଗଣନା କରୁଥିଲା, କିନ୍ତୁ ସିଂହ ପରେ ବାଘକେ ଜାତୀୟ ପଶୁ ହିସାବରେ ଗଣନା କରାଯାଉଛି। ଜାତୀୟ ଫଳ କିଏ? ଜାତୀୟ ଫଳ ହେଉଛି ଆମର ଆମ୍ବ। ଜାତୀୟ ପକ୍ଷୀ? ମୟୂର। ଜାତୀୟ ଗଛ? ବାନିୟନ ଟ୍ରି। କିଏ ସମଗ୍ର ବିଶ୍ୱରେ ଜଣେ ଜନନାୟକ ଭାବେ ପରିଚିତ ହୋଇଥିଲେ? ମହାତ୍ମା ଗାନ୍ଧୀ। ଗାନ୍ଧୀଙ୍କର ପୁରା ନାମ କ'ଣ ଥିଲା? ମୋହନ ଦାସ କରମଚାନ୍ଦ ଗାନ୍ଧୀ। 52 ନମ୍ବର। ନାଟାଲ ଭାରତୀୟ କଂଗ୍ରେସ କେଉଁ ପ୍ରକାର ଅନୁଷ୍ଠାନ ଥିଲା? ଏକ ରାଜନୈତିକ ଅନୁଷ୍ଠାନ ଥିଲା। ଚମ୍ପାରଣ ଜିଲ୍ଲାଟି କେଉଁ ରାଜ୍ୟରେ ଅବସ୍ଥିତ? ବିହାର ରାଜ୍ୟରେ ଅବସ୍ଥିତ। ନିମ୍ନଲିଖିତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଗାନ୍ଧୀଙ୍କ ସହ ଚମ୍ପାରଣ ଯାଇ ନଥିଲେ? ଯେତେବେଳେ ଚମ୍ପାରଣ ଆନ୍ଦୋଳନ ହେଇଥିଲା ସେହି ସମୟରେ ରାଜେନ୍ଦ୍ର ପ୍ରସାଦ ତାଙ୍କ ସହିତ ଥିଲେ, ମହାଦେବ ଦେଶାଇ ଥିଲେ, ନରହରି ପାରିଖ ଥିଲେ, କିନ୍ତୁ ଗୋପାଳକୃଷ୍ଣ ଗୋଖଲେ ତାଙ୍କ ସହିତ ଥିଲେ ନାହିଁ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ କେଉଁ ସ୍ଥାନରେ ଆଇନଜୀବୀ? ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହେଉଛନ୍ତି କେଉଁଠି? ଅହମ୍ମଦାବାଦର ଆଇନଜୀବୀ। ଜାଲିଆନୱାଲାବାଗ ହତ୍ୟାକାଣ୍ଡରେ ସରକାରୀ ହିସାବ ଅନୁସାରେ ଆହତଙ୍କ ସଂଖ୍ୟା କେତେ ଥିଲା? ଆହତଙ୍କ ସଂଖ୍ୟା ଥିଲା 1200। ଗାନ୍ଧୀଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଥିବା ତଦନ୍ତ ଅନୁସାରେ ଜାଲିଆନୱାଲାବାଗ ହତ୍ୟାକାଣ୍ଡର ମୃତ୍ୟୁ ସଂଖ୍ୟା କେତେ ଥିଲା? 1200 ଥିଲା। ଖେଡ଼ା ଆନ୍ଦୋଳନରେ ଗାନ୍ଧୀଙ୍କର ମୁଖ୍ୟ ସହଯୋଗୀ କିଏ ଥିଲେ? ଇନ୍ଦୁଲାଲ ଜାଗିଙ୍ଗ ଥିଲେ। କ'ଣ ପାଇଁ ଗୁଜରାଟର ଖେଡ଼ା ଜିଲ୍ଲାରେ 1918 ମସିହାରେ ଶସ୍ୟ ଉତ୍ପାଦନ ବ୍ୟାହତ ହୋଇଥିଲା? ଦୁର୍ଭିକ୍ଷ ଯୋଗୁଁ। କିଏ ଶ୍ରମିକମାନଙ୍କୁ ଫ୍ଲେଗ ବୋନସ ଦେଉଥିଲେ? ଲୁଗା କଳର ମାଲିକମାନେ ଶ୍ରମିକମାନଙ୍କୁ ଫ୍ଲେଗ ବୋନସ ଦେଉଥିଲେ। କ'ଣ ପାଇଁ ଗୁଜରାଟର ଅହମ୍ମଦାବାଦଠାରେ ଲୁଗା କଳର ମାଲିକ ଏବଂ ଶ୍ରମିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା? ଫ୍ଲେଗ ବୋନସ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାରୁ। କେଉଁ ଆନ୍ଦୋଳନ ଥିଲା ଗାନ୍ଧୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ? ରାଓଲାଦ ଆଇନ ବିପକ୍ଷରେ ଆନ୍ଦୋଳନ କରିବା ଥିଲା, କାରଣ ଗାନ୍ଧୀଙ୍କ ପ୍ରଥମ ଜାତୀୟ ସ୍ତର ବା ନ୍ୟାସନାଲ ଷ୍ଟେଜରେ ତାଙ୍କର ପ୍ରଥମ ଆନ୍ଦୋଳନ ଥିଲା। ଇଂରେଜ ସରକାର ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ କାହା ସହାୟତାରେ କମିଟି ଗଠନ କରିଥିଲେ? ବିଚାରପତି ରାଓଲାଦଙ୍କ ସହାୟତାରେ। ବ୍ରିଟିଶ ବ୍ୟବସ୍ଥାପକ ସଭାରେ କେବେ ରାଓଲାଦ ଆଇନ ପ୍ରଣୀତ ହୋଇଥିଲା? 1919 ମସିହାରେ ପ୍ରଣୀତ ହୋଇଥିଲା। ରାଓଲାଦ ଆଇନ ବିରୋଧରେ ଗଣ ଆନ୍ଦୋଳନ ପାଇଁ ଗାନ୍ଧୀଜୀ ଦେଉଥିବା ଡାକରାକୁ କିଏ ବିରୋଧ କରୁଥିଲେ? ଆନି ବେସାନ୍ତ ବିରୋଧ କରୁଥିଲେ। ରାଓଲାଦ ଆଇନ ବିରୋଧରେ ଗାନ୍ଧୀଙ୍କର ଗଣ ସତ୍ୟାଗ୍ରହକୁ କିଏ ବିରୋଧ କରୁଥିଲେ? ସୁରେନ୍ଦ୍ରନାଥ ବାନାର୍ଜୀ ବିରୋଧ କରୁଥିଲେ। କେବେ ଦିଲ୍ଲୀରେ ରାଓଲାଦ ଆଇନ ବିରୁଦ୍ଧରେ ହିନ୍ଦୁ ଓ ମୁସଲମାନମାନଙ୍କ ଏକ ଶୋଭାଯାତ୍ରା ଉପରେ ପୋଲିସ ଗୁଳିବର୍ଷଣ କରିଥିଲା? 1919 ମସିହା ମାର୍ଚ୍ଚ ମାସ 20 ତାରିଖରେ। କେବେ ଗାନ୍ଧୀଜୀ ଏକ ସତ୍ୟାଗ୍ରହ ଗଠନ କରି ଏହାର ସଭ୍ୟମାନଙ୍କୁ ରାଓଲାଦ ଅମାନ୍ୟ କରିବା ପାଇଁ ତଥା ଏହା ବିରୋଧରେ ସତ୍ୟ ଓ ହିଂସା ଭିତ୍ତିକ ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇଥିଲେ? 1919 ମସିହାରେ। ରାଓଲାଦ ଆଇନ ବିରୁଦ୍ଧରେ କେବେ ଦେଶବ୍ୟାପୀ ହରତାଳ ପାଳନ କରାଯାଇଥିଲା? 1919 ଏପ୍ରିଲ 6 ତାରିଖରେ। ରାଓଲାଦ ଆଇନ ବିରୁଦ୍ଧରେ ଆନ୍ଦୋଳନ କରି ଗାନ୍ଧୀଜୀ କେବେ ଗିରଫ ହୋଇଥିଲେ? 1919 ଏପ୍ରିଲ ମାସ 9 ତାରିଖରେ। କିଏ ଗାନ୍ଧୀଜୀଙ୍କୁ କାଇଜର ଇ ହିନ୍ଦ ଉପାଧି ପ୍ରଦାନ କରିଥିଲେ? ଇଂରେଜ ସରକାର। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ଇଂରେଜମାନେ କେଉଁ ଉପାଧିରେ ଭୂଷିତ କରିଥିଲେ? ସାର୍ ଉପାଧିରେ। ସାର୍ ଉପାଧି କାହାକୁ ଦିଆଯାଇଥିଲା? ରବୀନ୍ଦ୍ରନାଥ ଠାକୁରଙ୍କୁ ଦିଆଯାଇଥିଲା। କେଉଁ କ୍ଷେତ୍ରରେ ନାଇଟ୍ ଉପାଧି ପ୍ରଦାନ କରାଯାଉ ନଥିଲା? କି ସରକାରୀ ବିରୋଧୀ ଆନ୍ଦୋଳନ ନେତୃତ୍ୱ ନେଉଥିଲେ ତାକୁ ନାଇଟ୍ ଉପାଧି ଦେଉ ନଥିଲେ। ଅହମ୍ମଦାବାଦ ମିଲର ଶ୍ରମିକମାନେ ଶତକଡ଼ା କେତେ ଭାଗ ମଜୁରୀ ଦାବି କରି ଗାନ୍ଧୀଜୀଙ୍କ ନେତୃତ୍ୱରେ ଆନ୍ଦୋଳନ ଚଳାଇଥିଲେ? 35 ଭାଗ। ସତ୍ୟାଗ୍ରହ ହେଉଛି ସତ୍ୟ ପ୍ରତି ଆଗ୍ରହ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଏହି ଉକ୍ତିଟି କାହାର? ଗାନ୍ଧୀଜୀଙ୍କର। ଜୋହାନ୍ସବର୍ଗ ଏମ୍ପାୟାର ଥିଏଟର ହଲରେ କେବେ ଆଙ୍ଗୁଳି ଛାପ ଆଇନକୁ ବିରୋଧ କରି ଏକ ସାଧାରଣ ସଭା ହୋଇଥିଲା? 1906 ମସିହା ସେପ୍ଟେମ୍ବର ମାସ 11 ତାରିଖରେ। ଆଙ୍ଗୁଳି ଛାପ ଆଇନ ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ସଂକଳ୍ପବଦ୍ଧ ହେବା ପରେ ଇଂରେଜ ସରକାର ଗାନ୍ଧୀଜୀଙ୍କୁ ବନ୍ଦୀ କରି କେଉଁଠାରେ ରଖିଥିଲେ? ଜୋହାନ୍ସବର୍ଗ ଜେଲରେ ଗାନ୍ଧୀଜୀଙ୍କୁ ବନ୍ଦୀ କରି ଇଂରେଜ ସରକାର ରଖିଥିଲେ। ତ ପିଲାମାନେ, ଏଇଟା ହେଉଛି ତୁମର ଇତିହାସର ପ୍ରଥମ ଅଧ୍ୟାୟର ପ୍ରଥମ ପାଠ ଗାନ୍ଧୀଜୀଙ୍କର ପ୍ରଶ୍ନାବଳୀ, ଯେଉଁଟାକି ବହୁତ ଚାନ୍ସ ହେଉଛି ତୁମର ଏକ୍ଜାମରେ ଆସିବାର। ତ ଏଟାକୁ ରିଭାଇଜ କର ଏବଂ ଯଦି ଭଲ ଲାଗିଥିଲେ ତୁମ ସାଙ୍ଗମାନଙ୍କୁ ସେୟାର କରି ଆଉ ସବସ୍କ୍ରାଇବ୍ କରିବ। ଧନ୍ୟବାଦ।